महाराज करमा बाई विषय में किए कहतु। କରମାବାଈ ଜଣେ ରାଜକୁମାରୀ। ସିଏ ମନରେ ଚିନ୍ତନ କରିଲେ ଯେ କି ଜଗନ୍ନାଥଙ୍କର ଦେବଦାସୀ ହେବା ପାଇଁ। ହେଲେ ଜଗନ୍ନାଥଙ୍କର ଦେବଦାସୀ ହେବା ପାଇଁ ଯେତେବେଳେ ଚିନ୍ତନ କଲେ ସବୁ କିଛି ରାଜଗୁଡ଼ା ତାଙ୍କର ତ୍ୟାଗ କରିକିରି ସେ ନିଜର କୁଟିଆ କରିକି ଜଗନ୍ନାଥଙ୍କୁ ସେବା କରୁଥାନ୍ତି ଏବଂ ନିଜେ ଚିନ୍ତନ କରନ୍ତି ଯେ କି ମୋର ମଧ୍ୟ ଯଦି ଏମିତି ଗୋଟିଏ ପୁଅ ହୁଅନ୍ତା ତାହେଲେ ମୁଁ ତାକୁ ନିତ୍ୟ ଏମିତି ପ୍ରସାଦ ସେବନ କରାନ୍ତି ଆଉ ତାର ସେବା କରନ୍ତି। ଏଇଭଳି ଚିନ୍ତନ କରି କରି ସେ ଜଗନ୍ନାଥଙ୍କର ନିତ୍ୟ ସେବା କରୁଥାନ୍ତି। ଧୀରେ ଧୀରେ ଜଗନ୍ନାଥ ସେଇ ବାଳକ ରୂପରେ ତାଙ୍କର ପୁଅ ହିସାବରେ ପୁଅ ରୂପ ଧାରଣ କରିକି ଆସି ନିତ୍ୟ ଖେଚେଡ଼ି ପ୍ରସାଦ ପାଆନ୍ତି। ଆଜ୍ଞା। ହେଲେ ଯୋଉ ଖେଚେଡ଼ି ପ୍ରସାଦ ସେ ପାଆନ୍ତି ଇଏ କରମାବାଈ ଭକ୍ତି ଯୋଗ ଭକ୍ତି ବା ସାଧନା ନା ଭଜନ କିଛି ତାଙ୍କୁ ଜଣା ନଥିଲା। କରମାବାଈ ଦନ୍ତମର୍ଦ୍ଧନ କରୁଥିବେ ସେ ଦାନ୍ତ କାଠିଟାକୁ ବୁଲେଇ ଦେଇକରି ଆର ପଟେ ଓଲଟା ପଟେ ଖେଚେଡ଼ିଟାକୁ ଘାଣ୍ଟି ଦିଅନ୍ତି ଆଉ ସେଇ ପ୍ରସାଦକୁ ଜଗନ୍ନାଥ ଆନନ୍ଦ ପୂର୍ବକ ଅତି ଆନନ୍ଦର ସହିତ ତାଙ୍କୁ ପାଇକି ଯାଆନ୍ତି ଏବଂ ତାଙ୍କୁ ସଦାସର୍ବଦା କର୍ମା ବୋଲି ଡାକନ୍ତି। କର୍ମା। ହେଲେ ଜଗନ୍ନାଥ ଚିନ୍ତା କରିଥିଲେ ଯେ କି ସେ ସବୁବେଳେ ଭାବନ୍ତି ଯେ କିଏ ମୋର ମା। ଜଗନ୍ନାଥଙ୍କର ମା ବୋଲି ସିଏ ବର୍ଣ୍ଣିତ ହେଇକି ରହିଥିଲେ। କିଛି ଦିନ ଏଭଳି ବିତି ଯାଇଛି। ଦିନେ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ପଣ୍ଡିତ ସିଏ ସେଇ ପଥ ଦେଇକି ଯାଉଛନ୍ତି। ଦେଖିଲେ ଯେ କି ଇଏ କର୍ମା ଇଏ ତ କିଛି ଭକ୍ତି ନା ଜାଣୁଛି ନା ଯୋଗ ଜାଣିଛି ନା ସାଧନା ଜାଣିଛି ନା କୌଣସି ଭାବ ଅଛି। ୟାର ଗୋଟେ ଅସନା ଅପରିଷ୍କାର ଭାବରେ ସେ ରହୁଛି। କିନ୍ତୁ ଏଇଭଳି କିଛି ଦିନ ଯିବା ପରେ କେତେବେଳେ ମଧ୍ୟ କରମାବାଈକି ସେ କଥା କୁହନ୍ତିନି ବା କେବେ ଚାହାନ୍ତିନି ତାଙ୍କୁ। କିନ୍ତୁ ହଠାତ୍ ଗୋଟେ ଦିନ ଦେଖୁଛନ୍ତି ବ୍ରହ୍ମ ମୁହୂର୍ତ୍ତରେ ତା କରମାବାଈଙ୍କର ଘର ସାମ୍ନା ଉପରେ ଦୟାଣର ମାଳ ପଡ଼ିଛି। ପଣ୍ଡିତେ ଚିନ୍ତା କଲେ ଜଗନ୍ନାଥଙ୍କର ଦୟାଣ ମାଳ ଏଠିକି ଆସିଲା କେମିତି? ହେଲେ ଦୟାଣମାଳ ଦେଖି ପଣ୍ଡିତ ଚିନ୍ତା କରିକି ଦୟାଣମାଳଟିକୁ ଉଠେଇକି ନେଇକି ଚାଲିଗଲେ। ଆଉ କିଛି କରମାବାଈକି ପଚାରି ନାହାନ୍ତି, କିଛି କୌଣସି କଥା ମଧ୍ୟ ତାଙ୍କୁ କହିନାହାନ୍ତି। ହେଲେ ଏଇଭଳି ଚାଲିଥାଏ ତାଙ୍କର ନିତିଦିନର ସେବା ଚାଲିଥାଏ। କିଛି ଦିନ ବିତି ଯାଇଛି। ହେଲେ ସିଏ କରମାବାଈ ଆଉ ଗୋଟିଏ ଦିନ ସେଇ ପଣ୍ଡିତ ଜଗନ୍ନାଥଙ୍କର ପୀତାମ୍ବରୀ ପାଇଲେ। ଜଗନ୍ନାଥଙ୍କର ପୀତାମ୍ବରୀ ଯେତେବେଳେ ପାଇଛନ୍ତି ପଣ୍ଡିତ ଚିନ୍ତା କଲେ ଯେ କି ଏଇଠି କିଛି ରହସ୍ୟ ରହିଛି। କିଏ ସେ ଆସୁଛି ଏଠିକି? ଇଏ ପ୍ରଭୁଙ୍କର ଦୟାନମାଳ ପ୍ରଭୁଙ୍କର ପୀତାମ୍ବରୀ ଇଏ ସବୁ ଏଠି ପକେଇକି କିଏ ଯାଉଛି? ହେଲେ ଏମିତି ଚାଲିଥାଏ ନିତିଦିନର ସେବା ଚାଲିଥାଏ। ଏଭଳି ଆଉ କିଛି ଦିନ ବିତି ଯାଇଛି। ତାପରେ ଦିନେ ହଠାତ୍ ପଣ୍ଡିତ ଦେଖୁଛନ୍ତି ଯେ ଜଗତର ନାଥ ଜଗନ୍ନାଥ କରମାବାଈ କୋଳରେ ବସି ଖେଚେଡ଼ି ପାଉଛନ୍ତି। ହେଲେ ପଣ୍ଡିତ ଦେଖି ଦର୍ଶନ କରିକି ଚାଲି ଯାଇଛନ୍ତି। ମଙ୍ଗଳା ଆରତୀ ଦର୍ଶନ କରିକି ପଣ୍ଡିତ ଫେରିଛନ୍ତି। ଫେରିବା ପରେ କରମାବାଈକି କହିଛନ୍ତି ଯେ କରମାବାଈ ତୁ ଯୋଉ କର୍ମ କରୁଛୁ କେତେ ବଡ଼ ଅପରାଧ କର୍ମ କରୁଛୁ ତୁ ଜାଣିପାରିଛୁ? କରମାବାଈ ପଚାରିଲେ ପଣ୍ଡିତ ମୁଁ କିଛି ଜାଣିନି।
ମୋ ପୁଅ ଆସୁଛି ଖେଚେଡ଼ି ଟିକେ ସବୁଦିନ କରି ପାଇକି ଯାଉଛି, କିନ୍ତୁ ମୁଁ ଜାଣିନି କ'ଣ ମୁଁ ଅପରାଧ କରୁଛି, କ'ଣ ପାପ କରୁଛି, କ'ଣ ଭୁଲ ଧାରଣା ମୋର ରହିଛି, ସେସବୁ ବିଷୟରେ ମୋର କିଛି ଧ୍ୟାନ ନାହିଁ। ପଣ୍ଡିତ ବୁଝେଇଲେ, ଗଲେ କର୍ମା ଭାଇ, ତୋ କୂଳରେ ଯିଏ ବସିଛନ୍ତି ସେ ଜଗତର ନାଥ ଜଗନ୍ନାଥ ନିଜେ ସ୍ୱୟଂ ପରମ ବ୍ରହ୍ମ ତୋ କୂଳରେ ବିଜୟମାନ କରିଛନ୍ତି। ତୁ ତାଙ୍କୁ ଯୋଉ ଏଇ ଯୋଉ ଦଉଛୁ ଏମିତି ଖେଚେଡ଼ି ତିଆରି କରିକି, ଖେଚେଡ଼ି ପାଇବା ପରେ ଭଗବାନ ଚାଲି ଯାଉଛନ୍ତି, କିନ୍ତୁ ୟାର ଅପରାଧର ତୋ ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ତୁ କେବେ ସମାଧାନ କରିପାରିବୁ। ପଣ୍ଡିତ କ'ଣ କରିବି ନା, କାଲିଠୁ ଶୁଦ୍ଧ ସ୍ନାନ ହୋଇ ସୁବର୍ଣ୍ଣ ପାତ୍ରରେ ଖେଚେଡ଼ି ତିଆରି କରିକି ସୁବର୍ଣ୍ଣ ପାତ୍ରରେ ଜଗନ୍ନାଥଙ୍କୁ ପ୍ରସାଦ ଦଉ। ହେଲେ ଜଗନ୍ନାଥ ପ୍ରସାଦ ତା ପରଦିନ ପଣ୍ଡିତ କହିକି ଚାଲି ଯାଇଛନ୍ତି। କର୍ମାବାଇ ତା ପରଦିନ ଶୁଦ୍ଧ ସ୍ନାନ ହୁଏ, ଚୁଲାରେ ପୋତା ଲଗେଇ ସୁବର୍ଣ୍ଣ ପାତ୍ର ଆଣି, ସୁବର୍ଣ୍ଣ ପାତ୍ର କଦଳୀ ପତ୍ରକୁ ସୁବର୍ଣ୍ଣର ପାତ୍ର କୁହାଯାଏ। ହେଲେ ସେଇ କଦଳୀ ପତ୍ର ଆଣି ଥୋଇ ଦେଇଛି, ଖେଚେଡ଼ି ତିଆରି କରୁଛି। ବହୁତ ବିଳମ୍ବ ହେଇଗଲାଣି। ଜଗନ୍ନାଥ ଆସି ଗୋଟିଏ ଥର ଦର୍ଶନ କରି, ମା ମୋର ଆଜି ଏତେ ସମୟ କ'ଣ ଡେରି ଗଲାଣି, ଏହା ଚିନ୍ତା କରି ସେ ଦେଖିଦେଇକି ଚାଲି ଯାଇଛନ୍ତି। ତାପରେ ପୁନରୂପୀ ଆଉ ଥରେ ଜଗନ୍ନାଥ ଆସିଛନ୍ତି। ଆଉ ଥରେ ଆସିବା ପରେ ଦେଖିଛନ୍ତି